ସ୍ୱାଧୀନତା ପରେ ଯେଉଁ କଥାଟି କରିବା କଥା ତାହା ଆଜି 77 ବର୍ଷ ପରେ ବ୍ରିଟିଶର୍ସ ମାନେ ଆମକୁ ପ୍ରତି ପଦରେ ଗୋଟେ ଗୋଲାମୀ ଚରିତ୍ର ଗୋଟେ ଗୋଲାମୀ ପରିଚିତି ଦେଇଥିଲେ ପ୍ରତି କ୍ଷେତ୍ରରେ। ତାହା ଏପର୍ଯ୍ୟନ୍ତ ମଧ୍ୟ ପରିବର୍ତ୍ତନ ହେଇନି। କିଛି ଆମେ ଲଢ଼େଇ କରି କିଛି ପରିବର୍ତ୍ତନ ହେଇଛି। ଓଡ଼ିଶାର ଇତିହାସ ଲେଖାଗଲାନି। ଓଡ଼ିଶାର ଇତିହାସ କିଏ ଲେଖିଲେ? ଯେଉଁମାନେ ଓଡ଼ିଶାକୁ ଶାସନ କରୁଥିଲେ, ଓଡ଼ିଆ ବିଦ୍ୱେଷୀ। ଓଡ଼ିଶାର ଇତିହାସ ଲେଖାଯାଇଥିଲେ ଆଜି ଯେଉଁ ପ୍ରସ୍ତାବଟି ଆସିছে ସେ ପ୍ରସ୍ତାବ ଉପରେ ଗୋଟେ ବ୍ୟାପକ ଜଳର ସୃଷ୍ଟି ହୋଇସାରନ୍ତାଣି। ଓଡ଼ିଶାର ଇତିହାସ ଭଗାରୀମାନେ ଲେଖିଲେ, ଯେଉଁମାନେ ଓଡ଼ିଆ ବିଦ୍ୱେଷୀ। ବିଜେତା ଯେବେ ପରାଜିତର ଇତିହାସ ଲେଖେ ସେ କ'ଣ କରେ? ନିଜକୁ ମହିମାମଣ୍ଡିତ କରେ, ପରାଜିତକୁ ମସିଲିପ୍ତ କରେ। ତେଣୁ ଆମକୁ ସବୁବେଳେ ଓଡ଼ିଆମାନଙ୍କୁ ଅପମାନିତ କରାଯାଇଛି। ଭାରତ ଇତିହାସ ଲେଖାଗଲା। ପ୍ରଥମ ସ୍ୱାଧୀନତା ଆନ୍ଦୋଳନ କୁହାଗଲା 1857 ସିପାହୀ ବିଦ୍ରୋହକୁ। ଆମେ ପ୍ରାମାଣିକ ତଥ୍ୟ ଦେଲେ ତାର 40 ବର୍ଷ ପୂର୍ବରୁ 1817 ମାର୍ଚ୍ଚ 29 ତାରିଖରେ ହେଇଥିବା ପାଇକ ସଂଗ୍ରାମ ହିଁ ଭାରତବର୍ଷର ପ୍ରଥମ ମୁକ୍ତି ସଂଗ୍ରାମ। 1980 ମସିହାରୁ ଲଢ଼େଇ କରାଗଲା 2018ରେ ଯାଇକି ଫଳ ପାଇଲେ ଏବଂ ଏପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ୍ଣ ଫଳ ପାଇନୁ। କେନ୍ଦ୍ର ସରକାର ରାଜି ହେଲେ ଏବଂ ସମସ୍ତେ କହିଲେ ଯେ କେତେକ ବେତନଭୋଇ ସିପାହୀ କର୍ମଚାରୀଙ୍କର ଆନ୍ଦୋଳନକୁ ଭାରତ ପ୍ରଥମ ମୁକ୍ତି ଆନ୍ଦୋଳନ ନୁହେଁ, ସଶସ୍ତ୍ର ସଂଗ୍ରାମ କରୁଥିବା ଓଡ଼ିଆ ଜାତିର ପାଇକ ସଂଗ୍ରାମ ହିଁ ଭାରତବର୍ଷର ପ୍ରଥମ ମୁକ୍ତି ଆନ୍ଦୋଳନ। ଆମକୁ ବ୍ରିଟିଶର୍ସ ମାନେ ଓରିଆ କରିଥିଲେ। ଆମେ କହିଲୁ ଆମେ ଓରିଆ ନୁହଁ, ଆମେ ଓଡ଼ିଆ। ଲଢ଼େଇ କଲେ, ଓଡ଼ିଆ ହେଲା। ଆମକୁ ବ୍ରିଟିଶର୍ସ ମାନେ ଓରିଶା କରିଥିଲେ, ORISS, ଓରିଶା। ଆମେ ଲଢ଼େଇ କଲେ, ଓଡ଼ିଶା ହେଲା। ଦିନେ କୁହାଗଲା ଓଡ଼ିଆ একটা ଭାଷା ନୁହେଁ। କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଠୁ ଆରମ୍ଭ କରି ହେଲା ସବୁଆଡ଼େ ଚାଲା ଓଡ଼ିଆ ଭାଷା ବିଲୋପ ହେଲା। ଆମେ ଲଢ଼େଇ କଲେ। ଏପରିକି ଯେଉଁମାନେ କହିଥିଲେ ଆମେ ତାଙ୍କ ଆଖିରେ ଆଙ୍ଗୁଠି ଦେଇ ଆମେ ବର୍ତ୍ତମାନ ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ଆମର ଏବେ ବି ଆମର କଟକ କିନ୍ତୁ ଆମକୁ କରୁଛନ୍ତି କୁଟୁକ, ଆମର ବ୍ରହ୍ମପୁର ବେରହମପୁର, ଆମର ବାଲେଶ୍ୱର ବାଳେଶ୍ୱର, ସବୁ ପ୍ରତି କ୍ଷେତ୍ରରେ ଆମର ଆଳି ଅଳ କେଉଁଠି ନାହିଁ। ତାକୁ ଗୋଟିଏ ଯେତେବେଳେ ଇତିହାସ ପଢ଼ିଲେ 9 ଦୁର୍ଭିକ୍ଷ, ଦିବ୍ୟସିଂହ ଦେବଙ୍କ 9 ହେଇଥିବା ଦୁର୍ଭିକ୍ଷ। 1865 ମସିହାରେ ଟି ରେଭେନ୍ସା ଓଡ଼ିଶାକୁ ଆସିଲେ। ତା ପୂର୍ବରୁ ମରୁଡ଼ିର ପଦଧ୍ୱନି ସମଗ୍ର ଓଡ଼ିଶାରେ। କିଛି ନ ଶୁଣି ସେ ବାଲେଶ୍ୱରରୁ 20,000 ଟନ୍ ଚାଉଳ ପଠାଇଥିଲେ ବଙ୍ଗକୁ। ଆସୁ ଆସୁ ଏପଟେ ପୁରା ସମ୍ପୂର୍ଣ୍ଣ ଭାବରେ ଗ୍ରାସ କଲାଣି ମରୁଡ଼ି। ସେ ଗଲେ ବିଦ୍ରୋହ ଦମନ କରିବା ପାଇଁ। କ'ଣ ହେଲା ଫଳରେ 32 ଲକ୍ଷ ଲୋକଙ୍କ ଭିତରୁ ସରକାରୀ ହିସାବରେ 10 ଲକ୍ଷ ଲୋକ ପୋକ ମାଛି ପରି ମରିଗଲେ। ସେ 1900 ଆଜି ଯେତେବେଳେ ଆମେ 92 ମସିହାରେ ଆଲୋଚନା କରୁଥିଲୁ ଓଡ଼ିଆ ଅସ୍ମିତା ଉପରେ, ସେତେବେଳେ କହିଥିଲୁ ଜଣେ ଜଣେ ନରହତ୍ୟାକାରୀ ଓଡ଼ିଆ ଲୋକଙ୍କର ଆର୍ଥିକ ମେରୁଦଣ୍ଡକୁ ଏଭଳି ଭାଙ୍ଗିଛି 160 ବର୍ଷ ଧରି ଓଡ଼ିଶା ତାର ଅଣ୍ଟା ସଳଖି ପାରିନି। ଯେ 10 ଲକ୍ଷ ସରକାରୀ ହିସାବକୁ ଯଦି ଗ୍ରହଣ କରିବା 10 ଲକ୍ଷ ଲୋକଙ୍କର ହତ୍ୟାକାରୀ, ସେ ଅଜର ଅମର ହେବ ଆଉ ତା ନାଁରେ ଶିକ୍ଷାନୁଷ୍ଠାନ ହେବ। ଏବଂ ଯେତେବେଳେ ଗୋଟେ ହେଇନି ତ ଜଣେ ଓଡ଼ିଆ ଭାବରେ ସେ ପ୍ରତିଶ୍ରୁତି ଦେଇଛନ୍ତି, କେନ୍ଦ୍ରମନ୍ତ୍ରୀ ଭାବରେ ନୁହଁ। ସେ ଆଲୋଚନା, ଗଣତନ୍ତ୍ରରେ ଆଲୋଚନା ହେବା ଦରକାର। ଆରେ ଇଏ କ'ଣ ଓଡ଼ିଶା ପରିଚିତ ହେଇଛି ଏବେ? ଓଡ଼ିଶା ଜଗନ୍ନାଥଙ୍କୁ ନେଇ ପରିଚୟ ହେଇଛି ନା ଓଡ଼ିଶା ପରିଚୟ ହେଇଛି ରେଭେନ୍ସାକୁ? ଯଦି ଆହ୍ଲାବାଦରେ ସେୟା କୁହାଇଥାନ୍ତା ଆଜି ପ୍ରୟାଗରାଜ ହେଇନାହାନ୍ତା, କଲିକତା ଯଦି କୁହାଇଥାନ୍ତା ଆଜି କୋଲକାତା ହେଇନାହାନ୍ତା। ଇଏ ଗୋଟିଏ ରୁଗ୍ନ ମାନସିକତା। ଆମେ କେମିତି ସେ ଲୋକଟିକୁ ରେଭେନ୍ସା ଯିଏ ଆମର ହତ୍ୟାକାରୀ, 10 ଲକ୍ଷ ଲୋକଙ୍କର ହତ୍ୟାକାରୀ, ଆମେ 70-77 ବର୍ଷ ଧରି ସ୍ୱାଧୀନୋତ୍ତର ଭାରତବର୍ଷର ଲୋକେ ଜଣେ ଓଡ଼ିଆ ହତ୍ୟାକାରୀକୁ ଆମେ ଅଜର କରିଛେ, ଅମର କରିଛେ। ଭାବପ୍ରବଣତା ଶିକ୍ଷାନୁଷ୍ଠାନ ସହିତ, ନାଁ ସହିତ ନୁହେଁ। ନା କ'ଣ ତା ମାନେ କ'ଣ ଆମେ ତାହେଲେ ତ ବାବୁରକୁ କାହିଁ? ବାବର ତ ବହୁତ କିଛି କରିଥିଲା। ବାବୁରକୁ ଆମେ ମନେ ରଖିବା?
ଆମେ ବର୍ତ୍ତମାନ ତ ଭାରତ ଗୌରବ ମଧୁବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରୁନି। ବିରୋଧୀ କହୁଛନ୍ତି ଇଏ ସରକାର କେବଳ ନାଁ ଚେଞ୍ଜ କରିବା ବ୍ୟସ୍ତ, କାମ କରିବା ଇଏ ଶୁଣ, କୋଠାଟା ବି ଭାଙ୍ଗିବ, ଇଂରେଜ ଅମଳର କୋଠା ସେଇଟା। ଇଏ କ'ଣ ୟା କ'ଣ ଯୁକ୍ତି? ଓଡ଼ଶ ଅଛନ୍ତି ବୋଲି ଓଡ଼ଶ ମାରିବ ନା ପୁରା ଘରଟାକୁ ପୋଡ଼ିଦେବ? ଇ ଯୁକ୍ତି ଶୁଣ, ବିରୋଧ କରିବା ପାଇଁ ଯୁକ୍ତି, ବିରୋଧ କରା ନଯାଉ ଦଳୀୟ ହିସାବରେ, କାରଣ ଗଣତନ୍ତ୍ରରେ ଭିନ୍ନ ମତ ରହିବା ସ୍ୱାଭାବିକ। କିନ୍ତୁ ଯେତେବେଳେ ଜାତି କଥା, ଗୋଟେ ଦେଶର ସ୍ୱାଭିମାନ କଥା, ଗୋଟେ ମାଟିର ସ୍ୱାଭିମାନ କଥା, ଗୋଟେ ଅସ୍ମିତା କଥା, ସେତେବେଳେ ଏଭଳି ମାନେ ବିରୋଧାଭାସ, ତା ଅର୍ଥ ଆମେ ଦେଶ କାଳ ପାତ୍ରରେ କ'ଣ ନ ଲେଖା ହେଇଛି? ପ୍ରାଚୀନ ଉତ୍କଳ ଜଗବନ୍ଧୁ ସିଂ କ'ଣ ନ ଲେଖିଛନ୍ତି? ବ୍ୟାସକବି ଫକୀରମୋହନ ଶତପଥୀ, ଫକୀରମୋହନ ସେନାପତି ନଅଙ୍କ ଦୁର୍ଭିକ୍ଷ ଉପରେ କ'ଣ ନ ଲେଖିଛନ୍ତି? ତାପରେ ଛାଡ଼ନ୍ତୁ ଆମ କଥା, ବ୍ରିଟିଶ ସଂସଦରେ କ'ଣ କୁହାଗଲା? ବ୍ରିଟିଶ ସଂସଦରେ କୁହାଗଲା ଟି ରେଭେନ୍ସା ହେଉଛନ୍ତି ବ୍ରିଟିଶ ଶାସନ ବ୍ୟବସ୍ଥାର ଏକ କଳଙ୍କିତ ନାୟକ। କାରଣ ବ୍ରିଟିଶ ଶାସନ ବ୍ୟବସ୍ଥାରେ ଯେଉଁ କଳଙ୍କିତ ଅଧ୍ୟାୟ ସେ ହେଉଛି ନଅଙ୍କ ଦୁର୍ଭିକ୍ଷ। ଏଇଟା ତ ବ୍ରିଟିଶ ସଂସଦରେ ଆଲୋଚନା ହେଇଛି। ତାକୁ ଯଦି କେହି ନ ଜାଣିବେ, ନ ଜାଣିକି ଯୁକ୍ତି କରିବେ, ଏଥିରେ